ନ୍ୟାସନାଲ ଡିଫେନ୍ସ କଲେଜ ଏନଡିସି ବା ଜାତୀୟ ସୁରକ୍ଷା ମହାବିଦ୍ୟାଳୟ ପକ୍ଷରୁ ଏକ ପ୍ରତିନିଧି ଦଳ ମେଜର ଜେନେରାଲ ମୁକେଶ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ପୁରୀ ଗସ୍ତରେ ଆସି ବିଭିନ୍ନ ଅଞ୍ଚଳ ପରିଦର୍ଶନ ସହ ଜିଲ୍ଲା ପ୍ରଶାସନ ସହ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ସର୍କିଟ ହାଉସଠାରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିବିଧ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ବିଭିନ୍ନ ସାମାଜିକ ସୁରକ୍ଷା ବ୍ୟବସ୍ଥା ଯେଉଁଥିରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମମାନଙ୍କୁ ଆର୍ଥିକ ସହାୟତା ଦିଆଯାଉଛି ସେ ସମ୍ପର୍କରେ ସେ ଅବଗତ କରାଇଥିଲେ। ସେହିପରି ପିଏମ୍ ବିଶ୍ୱକର୍ମା ଯୋଜନା, ପିଏମ୍ ଉଜ୍ଜ୍ୱଳା ଯୋଜନା, ପିଏମ୍ ମୁଦ୍ରା ଯୋଜନା, ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନା, ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନା, ପିଏମ୍ ଆବାସ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ବ୍ୟବସ୍ଥା, ପର୍ଯ୍ୟଟନ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ମିଶନ ଶକ୍ତି, ଚିଲିକା ଉନ୍ନୟନ, ମୃତ୍ତିକା ସଂରକ୍ଷଣ, କୃଷି, ପଶୁ ସମ୍ପଦ ବିଭାଗ, ବ୍ଲୁ ଫ୍ଲାଗ ବିଚ୍, ଉଦ୍ୟାନ ବିଭାଗ ଇତ୍ୟାଦି ସମ୍ପର୍କରେ ଜିଲ୍ଲାପାଳ ବିଶଦ ତଥ୍ୟ ଉପସ୍ଥାପନ କରିଥିଲେ। ବିଭିନ୍ନ ଯୋଜନା ସମ୍ପର୍କରେ ସଦସ୍ୟମାନଙ୍କ ଜିଜ୍ଞାସାକୁ ମଧ୍ୟ ଜିଲ୍ଲାପାଳ ସମାଧାନ କରିଥିଲେ। ଆଲୋଚନାରେ ସନ୍ତୋଷ ବ୍ୟକ୍ତ କରିବା ସହ ଏନଡିସି ଟିମ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଓ ଉପସ୍ଥିତ ଏସ୍ପି ବିନୀତ ଅଗ୍ରୱାଲଙ୍କୁ ସ୍ମାରକୀ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଏହି ଟିମ୍ ବାଙ୍ଗରସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିବା ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ। ଏହି ଟିମ୍ ପୂର୍ବାହ୍ନରେ ଭୁବନେଶ୍ୱରରୁ ବାହାରି ପ୍ରଥମେ ଐତିହ୍ୟ ଗ୍ରାମ ରଘୁରାଜପୁର ଠାରେ ପହଞ୍ଚିଥିଲେ। ସେଠାରେ ଉପଜିଲ୍ଲାପାଳ ରାଜକିଶୋର ଜେନା ତାଙ୍କୁ ସ୍ୱାଗତ କରିଥିଲେ। ଐତିହ୍ୟ ଗ୍ରାମର କଳାକୃତି ଦେଖି ଏନଡିସିର ପ୍ରତିନିଧିମାନେ ଆନନ୍ଦ ପ୍ରକାଶ କରିବା ସହ ଶିଳ୍ପୀମାନଙ୍କ ସହ ବାର୍ତ୍ତାଳାପ କରିଥିଲେ। କଞ୍ଚାମାଲ ସଂଗ୍ରହ, ଉପକରଣର ପ୍ରସ୍ତୁତି ପ୍ରଣାଳୀ, ଉପଯୋଗ, ଟିପ୍ପଣୀ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ସେମାନେ ପଚାରି ବୁଝିଥିଲେ। ପରେ ଶ୍ରୀମନ୍ଦିର ପରିଦର୍ଶନ କରି ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ। ତାଳବଣିଆ ଶ୍ରୀକ୍ଷେତ୍ର କଲୋନୀ, ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ର ପରିଚାଳନା ସମ୍ପର୍କରେ ଆଲୋଚନା କରିବା ସହ ପିଲାମାନଙ୍କ ସହ ଖୁସି ବ୍ୟକ୍ତ କରିଥିଲେ। ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି, ଦୈନନ୍ଦିନ ବ୍ୟବସ୍ଥା, ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା, ଖାଦ୍ୟ ବ୍ୟବସ୍ଥା, ସ୍ୱଚ୍ଛତା ଇତ୍ୟାଦି ସମ୍ବନ୍ଧରେ ସେମାନେ ପଚାରି ବୁଝିଥିଲେ। ଟିମ୍ରେ ବାଂଲାଦେଶ, ଭୁଟାନ, ବ୍ରାଜିଲ, ସାଉଥ ଆଫ୍ରିକା ପରି ବନ୍ଧୁ ରାଷ୍ଟ୍ରର ପ୍ରତିନିଧିମାନେ ଯୋଗ ଦେଇଥିଲେ। ସଦସ୍ୟ ବ୍ରିଗେଡିୟର ଅମ୍ରିତ ସାନ୍ଧୁ, ଏୟାର କମୋଡୋର ଶିବେନ୍ଦ୍ର ଚନ୍ଦ୍ର, କର୍ଣ୍ଣେଲ ମୋହନ ଚନ୍ଦ୍ର ଗୁରୁଙ୍ଗ, କ୍ୟାପ୍ଟେନ୍ ଏସ୍ଏନ୍ ଜାମ୍ବୋକ ୱାଖେ, ଖ୍ରୀଷ୍ଟୋଫର ଖୁମାଲୋ, କମାଣ୍ଡର ବିକାଶ ଚାୱାଲା, ବ୍ରିଗେଡିୟର ଆଶିଷ ଜୋହର, କମାଣ୍ଡର ଶେଖ ଜସିମୁଜାମନ, ଏୟାର କମାଣ୍ଡର ବିଏସ୍ ବିଜୟରାଓ, ବ୍ରିଗେଡିୟର ସୌରଭ ଭଟନାଗର, କଲୋନେଲ ଫିନେଲ ଡ୍ରୋଜି, ବ୍ରିଗେଡିୟର ରଞ୍ଜୁ କୁରେନ୍ସ, ମିସ୍ ସୌମ୍ୟା ସି, ବ୍ରିଗେଡିୟର ଏସ୍ଏନ୍.ଏସ୍. ଚୌହାନ, ସିଏମ୍ଜି ଆଣ୍ଡ୍ରେ ତେଇଜିରିଆସ ବ୍ରୋକେସ୍ ଓ ପ୍ରଣୟ କୁମାର ସୋନି ଏହି ଦଳରେ ସାମିଲ ହୋଇଛନ୍ତି। ଟୁର୍ କୋଅର୍ଡିନେଟର ଭାବେ ଆଶିଷ ଚୌଧୁରୀ ସହଯୋଗ କରିଥିଲେ। ଆଲୋଚନା ବୈଠକରେ ଡିଏଫ୍ଓ ବିବେକ କୁମାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁକରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।